ଏହି ଭିଡିଓରେ ମୁଁ ଗୋଟିଏ ଭୁଲ କହିବି, ଯେଉଁ ଭୁଲ କଲେ ଲକ୍ଷ ଲକ୍ଷ ମହିଳାଙ୍କ 10,000 ଅଟକି ଯାଇଛି। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଅଧିକାଂଶ ଲୋକ ସୁଭଦ୍ରା ଯୋଜନା ଆପ୍ଲାଏ କରିଛନ୍ତି, କିନ୍ତୁ 60% ଲୋକଙ୍କୁ ଟଙ୍କା ମିଳୁନି କାହିଁକି? ଏହି ଭିଡିଓର ମିଡିଲ ପାର୍ଟ ମିସ୍ କରନ୍ତୁ ନାହିଁ। 50,000 ସମସ୍ତଙ୍କୁ ମିଳିବ ନାହିଁ। କେବଳ ଯେଉଁମାନେ ଏହି ଗୋଟିଏ କାମ କରିଛନ୍ତି ସେମାନେ ମାତ୍ର ଫୁଲ ବେନିଫିଟ ପାଇବେ। ଆଗକୁ କହିବି। ଏହି ଏଲିଜିବିଲିଟି ରୁଲ ଜାଣିନଥିଲେ ଆପଣ ଆପ୍ଲାଏ କରିଥିଲେ ମଧ୍ୟ ଇନଷ୍ଟଲମେଣ୍ଟ କ୍ୟାନସେଲ ହୋଇପାରେ। ଏହି ଡକୁମେଣ୍ଟ ଦେଖନ୍ତୁ। 90% ଲୋକ ଏଠାରେ ଭୁଲ କରିଛନ୍ତି ଏବଂ ଟଙ୍କା ଆସିବା ବନ୍ଦ ହୋଇଯାଏ। ଆପ୍ଲାଏ କରିବା ସମୟରେ ସିଏସସି ଅପରେଟର ଯଦି ଏହି ଷ୍ଟେପ୍ ଛାଡ଼ି ଦିଅନ୍ତି ତେବେ ଆପଣଙ୍କ ଆବେଦନ ରିଜେକ୍ଟେଡ୍ ହୋଇଯାଏ। କେମିତି ଧରିବେ ଏହି ଭିଡିଓରେ? ତେବେ ମୁଁ କହିବି ଟପ୍ 3 ମିଷ୍ଟେକ୍ ଯେଉଁ ଭୁଲ ପାଇଁ ଟଙ୍କା ଆସୁନି। 3 ନମ୍ବରଟିରେ ଅଧିକାଂଶ ଲୋକ ଇଗ୍ନୋର କରନ୍ତି। ଏହି ଅପଡେଟ୍ ଶୁଣିନଥିଲେ ଆପଣଙ୍କ ନେକ୍ସଟ ଇନଷ୍ଟଲମେଣ୍ଟ ମିସ୍ କରିପାରନ୍ତି। ଏହି ପାର୍ଟ ସ୍କିପ୍ କରନ୍ତୁ ନାହିଁ। ଯଦି ଆପଣ ସୁଭଦ୍ରା ଯୋଜନା ଆପ୍ଲାଏ କରିଛନ୍ତି କମେଣ୍ଟରେ ୟେସ୍ ଲେଖନ୍ତୁ। ଯଦି ଟଙ୍କା ଆସିନି ନ ଲେଖନ୍ତୁ। ନମସ୍କାର ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣ ଦେଖୁଛନ୍ତି ସୁମନ ଯୋଜନା ଚ୍ୟାନେଲ। ଆଜିର ଭିଡ଼ିଓଟି ଓଡ଼ିଶାର ସମସ୍ତ ମହିଳାମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସୁଭଦ୍ରା ଯୋଜନା 2026 କି ଆପ୍ଲାଏ କରିପାରିବେ, କିପରି ଆପ୍ଲାଏ କରିବେ, 50,000 କେମିତି ମିଳିବ, କେଉଁ ଭୁଲ କଲେ ଟଙ୍କା ବନ୍ଦ ହେବ, ଏସବୁର ପ୍ରଶ୍ନ ଉତ୍ତର ଆଜି ଏହି ଭିଡ଼ିଓରେ ମିଳିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଶେଷରେ ଏକ ବହୁତ ଜରୁରୀ ଅପଡେଟ୍ ଅଛି। ସୁଭଦ୍ରା ଯୋଜନା ହେଉଛି ଓଡ଼ିଶା ଗଭର୍ଣ୍ଣମେଣ୍ଟଙ୍କ ଫ୍ଲାଗସିପ୍ ସ୍କିମ୍। ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବାର ଉଦ୍ଦେଶ୍ୟ ଆରମ୍ଭ। ଏହି ଯୋଜନାରେ ଗରିବ ଓ ମଧ୍ୟମ ବର୍ଗର ମହିଳା, ଗୃହିଣୀ, କାମ କରୁଥିବା ମହିଳା, ସେଲ୍ଫ ହେଲ୍ପ ଗ୍ରୁପ ମହିଳା ସମସ୍ତେ ଲାଭ ପାଇପାରିବେ। 50,000 ଲାଭ କିପରି ମିଳିବ? ଅନେକ ଲୋକ ପଚାରୁଛନ୍ତି 50,000 ଏକାଥରେ ମିଳିବ କି? ନା, ଟଙ୍କା ଷ୍ଟେପ୍ ବାଇ ଷ୍ଟେପ୍ ମିଳିବ। ପ୍ରତିବର୍ଷ 10,000, ସମୟ 5 ବର୍ଷ, ମୋଟ 50,000। ଏହି ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ, କୌଣସି ଦଲାଲ ବିନା। ଏହାର ଏଲିଜିବିଲିଟି, ଏହି ପାର୍ଟଟି ଭଲ ଧ୍ୟାନରେ ଶୁଣନ୍ତୁ। ଆପଣ ଆପ୍ଲାଏ କରିପାରିବେ ଯଦି ଆପଣ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଦରକାର, ଆପଣ ଜଣେ ମହିଳା, ବୟସ 21ରୁ 60 ବର୍ଷ ହୋଇଥିବାର, ଏନ୍ଏଫ୍ଏସ୍ଏ, ଏସ୍ଏଫ୍ଏସ୍ଏସ୍, ବିପିଏଲ୍ ପରିବାରର ସଦସ୍ୟ ହୋଇଥିବା ଦରକାର, ବ୍ୟାଙ୍କ ଆକାଉଣ୍ଟ ଆଧାର ଲିଙ୍କ ହୋଇଥିବା ଦରକାର, ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ପରିବାର ହୋଇଥିବା ଦରକାର, ଇନକମ୍ ଲିମିଟ୍ ଉପରେ ଥିଲେ, ଆଧାର ବ୍ୟାଙ୍କ ମିସମ୍ୟାଚ୍ ଥିଲେ ଏମାନେ ଆପ୍ଲାଏ କରିପାରିବେ ନାହିଁ। ଏହି ଯୋଜନା ପାଇଁ କ'ଣ କ'ଣ ରିକ୍ୱାର୍ଡ ଡକୁମେଣ୍ଟ ରହିଛି? ଆପ୍ଲାଏ କରିବା ପୂର୍ବରୁ ଏହି ଡକୁମେଣ୍ଟ ରେଡ଼ି ରଖନ୍ତୁ। ଆଧାର କାର୍ଡ଼, ରେସନ କାର୍ଡ଼, ବ୍ୟାଙ୍କ ପାସବୁକ୍, ମୋବାଇଲ ନମ୍ବର, ପାସପୋର୍ଟ ସାଇଜ ଫଟୋ। ବ୍ୟାଙ୍କ ପାସବୁକ୍ରେ ନାମ ଆଧାର ନାମ ସେମ୍ ହେବା ଦରକାର। ଏହାର ହେଉଛି ଆପ୍ଲାଏ ପ୍ରୋସେସ୍। ଆପଣ ଅନଲାଇନ୍ ଚାହିଁଲେ ମଧ୍ୟ ଆପ୍ଲାଏ କରିପାରିବେ, କିନ୍ତୁ ଅଫଲାଇନ୍ ଯଦି ଚାହୁଁଛନ୍ତି ତେବେ ପ୍ରଥମେ ନିକଟସ୍ଥ ସିଏସସି ସେଣ୍ଟରକୁ ଯାଆନ୍ତୁ। ଦ୍ୱିତୀୟ ମୋ ସେବା କେନ୍ଦ୍ରରେ ଫର୍ମ ଫିଲ୍ଅପ୍ କରନ୍ତୁ। ତୃତୀୟ ବାୟୋମେଟ୍ରିକ୍ ଭେରିଫିକେସନ୍ କରନ୍ତୁ। ଚତୁର୍ଥ ଡକୁମେଣ୍ଟ ଅପଲୋଡ଼ କରନ୍ତୁ। 5 ନମ୍ବର ଏକନଲେଜମେଣ୍ଟ ରିସିପ୍ଟ ନିଅନ୍ତୁ। ଅନଲାଇନ୍ କେମିତି ଅପଲୋଡ଼ କରିବେ? ଗଭର୍ଣ୍ଣମେଣ୍ଟ ଯେତେବେଳେ ଅଫିସିଆଲ ପୋର୍ଟାଲ ଆରମ୍ଭ କରିବେ ଆପଣ ଘରେ ବସି ଆପ୍ଲାଏ କରିପାରିବେ। ପୋର୍ଟାଲ ଲାଇଭ୍ ହେଲେ ମୁଁ ଭିଡ଼ିଓଟି ଅପଡେଟ୍ ଦେବି। ଏହି ଭୁଲ କଲେ ଇନଷ୍ଟଲମେଣ୍ଟ ବନ୍ଦ ହୋଇପାରେ। ଆଧାର ବ୍ୟାଙ୍କ ନଟ୍ ଲିଙ୍କ, ରଙ୍ଗ ଆଇଏଫ୍ଏସସି କୋଡ୍, ଫେକ୍ ଡକୁମେଣ୍ଟ, ଇନକମ୍ପ୍ଲିଟ୍ କେୱାଇସି, ମୋବାଇଲ ନମ୍ବର ଇନଏକ୍ଟିଭ। ଏହି ଭୁଲ ଠିକ୍ କଲା ମାତ୍ରେ ଟଙ୍କା ଆସିବ। ଇନଷ୍ଟଲମେଣ୍ଟ ନିର୍ଦ୍ଧାରିତ ଡେଟ୍ ଆସିବ। SMS ନୋଟିଫିକେସନ୍ ମିଳିବ। ବ୍ୟାଙ୍କ ପାସବୁକ୍ ଅପଡେଟ୍ କରି ଚେକ୍ କରନ୍ତୁ। ଅଫିସିଆଲ ୱେବସାଇଟରେ ଷ୍ଟାଟସ୍ ଚେକ୍ ଅପସନ୍ ରହିବ। ଯଦି ଆପଣ ସୁଭଦ୍ରା ଯୋଜନା 2026ର 50,000 ଲାଭ ନେବାକୁ ଚାହୁଁଛନ୍ତି ତେବେ ଭିଡ଼ିଓକୁ ଅନ୍ୟ ମହିଳାମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ କରନ୍ତୁ ସୁଭଦ୍ରା ଯୋଜନା। ଧନ୍ୟବାଦ।